परिमाण रे कौनसी ह्रास परिलक्षित होई न थाए ताकू अविराम बा पूरणीय संबल कुहा जाए। यथा सौर शक्ति, भूतापज शक्ति, जुआर शक्ति, पवन शक्ति इत्यादि। भरण अनुसारे नवीकरण योग्य संबल जेउ संबल मनुष्य द्वारा बारंबार व्यवहार सत्वे संपूर्ण क्षय हुए नहीं एवं विभिन्न उपाय द्वारा सेगुड़िक पूर्ण भरण करा जाई पारि थाए सेगुड़िक नवीकरण योग्य संबल कुहा जाए। जंगलजात पदार्थ, प्राणीजात पदार्थ, कृषिजात पदार्थ इत्यादि चक्रीय प्रक्रिया द्वारा पुनः नवीकरण करा जाई व्यवहृत होई थाए। जल, मूर्तिका, वायु प्रदूषण प्राकृतिक उपाय रे भरणा होई थाए। नवीकरण अयोग्य संबल जेउ संबल मनुष्यर अनवरत व्यवहार द्वारा बा अन्यान्य कारण द्वारा ह्रास पाइले बा नष्ट होई गेले आउ सेगुड़िकर पुनः भरण संभव होई न थाए सेगुड़िक नवीकरण अयोग्य संबल कुहा जाए। यथा कोयला, पेट्रोलियम इत्यादि। बंटन बा वितरण अनुसारे सर्वत्र सुलभ संबल जेउ संबल गुड़िक भूपृष्ठ रे सबुठारे मिली थाए सेगुड़िकु सर्वत्र सुलभ संबल कुहा जाए। यथा भूमि, जल, वायु इत्यादि। सेगुड़िकु स्थानीय संबल कुहा जाए यथा खनिज पदार्थ इत्यादि। विकास स्तर अनुसारे गच्छित संबल जेउ संबल प्रकृतिर गंताघरे अव्यवहृत अवस्था रही ताकू प्रच्छन्न बा गच्छित संबल कुहा जाए। गुजरात और राजस्थान रे प्रचुर सौर शक्ति एवं पवन शक्ति मौजूद अछि मात्र एहार उपयुक्त विकास करा जाई पारि नाही। यथा समुद्र तले थिबा खनिज पदार्थ, अम्लजान और उद्यान सम्मिश्रण रे जल सृष्टि हुए। संबल भंडार परिवेश रे थिबा पदार्थ जेउ गुड़िक मनुष्यर आवश्यकता पूरण करि परिबो मात्र आजिर ज्ञान कौशल अनुसारे सेगुड़िकर व्यवहार होई पारु नाही एभली पदार्थ संबल भंडारर अंतर्भुक्त। विकसित संबल जहा व्यवहार उपयोगी करा जाई पारिछि ताकू विकसित संबल कुहा जाए। यथा जल विद्युत शक्ति, अरण्य खनिज पदार्थ इत्यादि। संरक्षित संबल
ଯେଉଁ ସମ୍ବଳ ପଦାର୍ଥଗୁଡ଼ିକର ସନ୍ଧାନ ମିଳିପାରିଛି ମାତ୍ର ବ୍ୟବହାର ଉପଯୋଗୀ ହୋଇପାରି ନାହିଁ, କିନ୍ତୁ ଭବିଷ୍ୟତରେ ଉପଯୋଗୀ ହେବାର ଆଶଙ୍କା ଅଛି, ସେଗୁଡ଼ିକୁ ସଂରକ୍ଷିତ ସମ୍ବଳ କୁହାଯାଏ। ଯଥା ପ୍ରବାହିତ ଜଳ, ଯାହା ବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର ହୋଇପାରୁନାହିଁ। ଯଥା ପ୍ରବାହିତ ଜଳ, ଯାହା ବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର ହୋଇପାରୁନାହିଁ। ମାଲିକାନା ଅନୁସାରେ ବ୍ୟକ୍ତିଗତ ସମ୍ବଳ, ଯେଉଁ ସମ୍ବଳ ନିଜସ୍ୱ ଅଧିକାରରେ ରହିଛି ତାକୁ ବ୍ୟକ୍ତିଗତ ସମ୍ବଳ କୁହାଯାଏ। ଯଥା ଚାଷ ଜମି, ଗୃହ, ରୋପଣ କୃଷିଭୂମି, ପୁଷ୍କରିଣୀ, କୂପ ଇତ୍ୟାଦି। ଗୋଷ୍ଠୀଗତ ସମ୍ବଳ, କୌଣସି ଗୋଷ୍ଠୀର ସମସ୍ତ ବ୍ୟକ୍ତିଙ୍କର ସମୂହ ମାଲିକାନାରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଗୋଷ୍ଠୀଗତ ସମ୍ବଳ କୁହାଯାଏ। ଯଥା ଗୋଚର ଭୂମି, ଶ୍ମଶାନ, ପୁଷ୍କରିଣୀ, କୂପ, ପ୍ରମୋଦ ଉଦ୍ୟାନ, ଚିତ୍ତ ବିନୋଦନ କେନ୍ଦ୍ର, ଖେଳ ପଡ଼ିଆ ଇତ୍ୟାଦି। ଜାତୀୟ ସମ୍ବଳ, ଦେଶର ଭୌଗୋଳିକ ସୀମାରେଖା ମଧ୍ୟରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳ, ସାଂସ୍କୃତିକ ସମ୍ବଳ, ମାନବ ସମ୍ବଳ ଇତ୍ୟାଦିକୁ ଜାତୀୟ ସମ୍ବଳ କୁହାଯାଏ। ଦେଶର ଜାତୀୟ ସମ୍ବଳ ଉପରେ ଦେଶର ସମୃଦ୍ଧି ଓ ବିକାଶ ନିର୍ଭର କରିଥାଏ। ଯଥା ରାସ୍ତାଘାଟ, କେନାଲ, ରେଳପଥ, ଖଣିଜ ପଦାର୍ଥ, ଜଳ, ଅରଣ୍ୟ, ବନ୍ୟ ପ୍ରାଣୀ ଇତ୍ୟାଦି। ଏପରିକି ଉପକୂଳଠାରୁ ସମୁଦ୍ର ଆଡ଼କୁ ପ୍ରାୟ 12 ନଟିକାଲ ମାଇଲ ଅର୍ଥାତ୍ 22.2 କିଲୋମିଟର ଦୂରତା ଜଳଭାଗ ଏହି ସମ୍ବଳର ଅନ୍ତର୍ଗତ। ଆନ୍ତର୍ଜାତୀୟ ସମ୍ବଳ, ଯେଉଁ ସମ୍ବଳ ଆନ୍ତର୍ଜାତୀୟ ଅନୁଷ୍ଠାନ ଦ୍ୱାରା ପରିଚାଳିତ ହୋଇଥାଏ ତାକୁ ଆନ୍ତର୍ଜାତୀୟ ସମ୍ବଳ କୁହାଯାଏ। ସମୁଦ୍ର ଉପକୂଳର ଅନ୍ୟାନ୍ୟ ଅର୍ଥନୀତିକ ଅଞ୍ଚଳଠାରୁ 200 ନଟିକାଲ ମାଇଲର ପରବର୍ତ୍ତୀ ଅଞ୍ଚଳରେ ଥିବା ସାମୁଦ୍ରିକ ସମ୍ବଳ ଏହାର ଅନ୍ତର୍ଗତ। ସମ୍ବଳର ବିକାଶ, ମନୁଷ୍ୟ ବଞ୍ଚିବା ପାଇଁ ଏବଂ ଏକ ଉନ୍ନତ ଜୀବନଯାପନ କରିବା ପାଇଁ ସମ୍ବଳର ଆବଶ୍ୟକତା ଯଥେଷ୍ଟ ଅଧିକ। ପ୍ରକୃତିରୁ ମିଳୁଥିବା ପଦାର୍ଥଗୁଡ଼ିକୁ ନିର୍ବିକାର ଭାବେ ବ୍ୟବହାର କରିବା ଫଳରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି ହେଉଛି। ପ୍ରତ୍ୟେକ ବ୍ୟକ୍ତିଙ୍କର ଅତ୍ୟଧିକ ଲୋଭ ଯୋଗୁଁ ସମ୍ବଳ ହ୍ରାସ, ଅଳ୍ପ ସଂଖ୍ୟକ ଲୋକଙ୍କ ପାଖରେ ସମ୍ବଳ ଜମା ହୋଇ ରହିବା ଫଳରେ ସମାଜରେ ଧନୀ ଓ ଗରିବ କିମ୍ବା ଥିଲାବାଲା
ଓ ନଥିଲା ବାଲା ଦୁଇଟି ସ୍ପଷ୍ଟ ଶ୍ରେଣୀର ସୃଷ୍ଟି। ନିର୍ବିକାର ସମ୍ବଳ ଉତ୍ତୋଳନ ଯୋଗୁଁ ପାରିସ୍ଥିତିକ ସମସ୍ୟା ସୃଷ୍ଟି ହୋଇଛି, ଯଥା ଭୂତପ୍ତିକରଣ, ଓଜନ ସ୍ତର ହ୍ରାସ, ପରିବେଶ ପ୍ରଦୂଷଣ, ଭୂକ୍ଷୟ ଇତ୍ୟାଦି। ପ୍ରାକୃତିକ ସମ୍ବଳର ଯୋଜନା: ଭୂମି, ମୂର୍ତ୍ତିକା, ବାୟୁ, ଜଙ୍ଗଲ, ପ୍ରାଣୀ ଓ ଉଦ୍ଭିଦ ଜଗତ ଇତ୍ୟାଦି ସମସ୍ତ ପାରିବେଶିକ ଉପାଦାନ ଠାରୁ ସର୍ବଦା ଆମକୁ ଅନେକ ସୁବିଧା ସୁଯୋଗ ମିଳୁଛି। ଜନସଂଖ୍ୟା ବୃଦ୍ଧି ଯୋଗୁଁ ଆବଶ୍ୟକତା ପୂରଣ ପାଇଁ ସମ୍ବଳର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ କାରିଗରୀ କୌଶଳ ଅବଲମ୍ବନ କରି ମନୁଷ୍ୟ ଅଧିକରୁ ଅଧିକ ସମ୍ବଳ ବ୍ୟବହାର କରୁଛି। ଚାହିଦା ପୂରଣ କରିବାକୁ ଯାଇ ମନୁଷ୍ୟ ପ୍ରକୃତିକୁ ଅନବରତ ଶୋଷଣ କରିଚାଲିଛି। ସମ୍ବଳ ସଂରକ୍ଷଣ: ସମ୍ବଳର ସଯତ୍ନ ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ ସମ୍ବଳ ସଂରକ୍ଷଣ କୁହାଯାଏ। ସମ୍ବଳ ସଂରକ୍ଷଣର ବାସ୍ତବ ତଥା ମୌଳିକ ଉଦ୍ଦେଶ୍ୟ ହେଉଛି ଜୀବନ ଧାରଣ ପାଇଁ ଅପରିହାର୍ଯ୍ୟ ପରିବେଶର ସୁରକ୍ଷା, ପରିସଂସ୍ଥାକୁ ବିନିଯୋଗ କରିବା ସତ୍ତ୍ୱେ ପରିସଂସ୍ଥାର ଅନ୍ତର୍ନିହିତ କ୍ଷମତାକୁ ଅକ୍ଷୁଣ୍ଣ ରଖିବା, ଜୈବ ବିବିଧତାକୁ ସୁରକ୍ଷିତ ରଖିବା। ସମ୍ବଳ ସଂରକ୍ଷଣର ମୁଖ୍ୟ ତିନୋଟି ଉପାୟ ହେଉଛି ସମ୍ବଳ ବ୍ୟବହାରର ଯଥୋଚିତ ହ୍ରାସ, ସମ୍ବଳର ପୁନଃଚକ୍ରୀକରଣ କୌଶଳ ଅବଲମ୍ବନ, ସମ୍ବଳର ପୁନଃ ବ୍ୟବହାର ମାଧ୍ୟମରେ ସମସ୍ତ ପ୍ରକାର ସମ୍ବଳର ସଂରକ୍ଷଣ। ଭାରତରେ ସମ୍ବଳ ସଂରକ୍ଷଣ ଓ ଯୋଜନା: ସମ୍ବଳ ସଂରକ୍ଷଣ ଓ ଯୋଜନା ଏକ ଜଟିଳ ପ୍ରକ୍ରିୟା। ମୁଖ୍ୟତଃ 5 ଗୋଟି ପ୍ରକ୍ରିୟା ଉପରେ ସମ୍ବଳ ଯୋଜନା ନିର୍ଭର କରିଥାଏ। ବିଭିନ୍ନ କାର୍ଯ୍ୟ ପାଇଁ ସମ୍ବଳର ଆବଶ୍ୟକତା ନିର୍ଦ୍ଧାରଣ ଓ ସମ୍ବଳ ପ୍ରାପ୍ତି ସ୍ଥାନର ଚିହ୍ନଟୀକରଣ ଏବଂ ସମ୍ବଳ ଚାହିଦାର ପରିମାଣ ଆକଳନ। ସମ୍ବଳର ଗଚ୍ଛିତ ପରିମାଣ ଓ ବିକାଶ ସ୍ତର ଆକଳନ, ଏହାର ସର୍ବେକ୍ଷଣ, ମାନଚିତ୍ରୀକରଣ ଏବଂ ସଂଖ୍ୟାତ୍ମକ ତଥା ଗୁଣାତ୍ମକ ମୂଲ୍ୟାୟନ। ସମ୍ବଳ ଉତ୍ତୋଳନ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତିର ଉପଲବ୍ଧି, ଉପଯୁକ୍ତ କୌଶଳ ଓ ପ୍ରଯୁକ୍ତି ବିଦ୍ୟା, ବଜାର ମୂଲ୍ୟ ନିର୍ଦ୍ଧାରଣ, ଅନୁଷ୍ଠାନ, ଅବସ୍ଥାନ ଇତ୍ୟାଦି ସମ୍ବଳ ବିକାଶ ସମ୍ବନ୍ଧୀୟ ପ୍ରକ୍ରିୟାର ଅବଲମ୍ବନ ଉପରେ ଆଧାରିତ ଯୋଜନା ପ୍ରଣୟନ। ସମ୍ବଳ ବିକାଶ ଯୋଜନା
ଓ ଜାତୀୟ ବିକାଶ ଯୋଜନା ମଧ୍ୟରେ ସମନ୍ୱୟ ସ୍ଥାପନ। ଏହା ବିଭିନ୍ନ ଅଞ୍ଚଳରେ ସମ୍ବଳ ସଂଗ୍ରହ, ବ୍ୟବହାର ତଥା ପରିଚାଳନା ଉପରେ ନିର୍ଭର କରେ। ବଜାର, ଯାତାୟାତ ଓ ପରିବହନ ଇତ୍ୟାଦି ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ବନ୍ୟଜନ୍ତୁ ସଂରକ୍ଷଣ ଯୋଜନା ମାଧ୍ୟମରେ ଏହି ସଂସ୍ଥା 5 ଗୋଟି ଜାତିର ସଂଖ୍ୟା ପ୍ରତି ଦୃଷ୍ଟି ଦେଉଛି। ସେଗୁଡ଼ିକ ହେଲା କ. ବିଲୁପ୍ତ ବା ନିଶ୍ଚିହ୍ନ ଜାତି, ଖ. ବିପଦ ସଂକୁଳ ଜାତି, ଗ. ଅସୁରକ୍ଷିତ ଜାତି, ଘ. ଦୁର୍ଲଭ ଜାତି ଏବଂ ୱ. କମ୍ ଜଣାଥିବା ବା ଅଜଣା ଜାତି। ଅରଣ୍ୟର ସୁରକ୍ଷା ପାଇଁ ଜୈବ ବିବିଧତାର ସଂରକ୍ଷଣ ଉପରେ ଅଧିକ ଦୃଷ୍ଟି ଦିଆଯାଉଛି। ଅରଣ୍ୟ କ୍ଷୟ ରୋକିବାକୁ ଜଙ୍ଗଲ ସୁରକ୍ଷା ଆଇନ ପ୍ରଣୟନ କରାଯାଇଛି। ପ୍ରାକୃତିକ ସମ୍ବଳର ସଂରକ୍ଷଣ ଦ୍ୱାରା ବିଶ୍ୱ ଜଳବାୟୁ ପରିବର୍ତ୍ତନକୁ ସ୍ୱାଭାବିକ କରାଯିବା ପାଇଁ ଚେଷ୍ଟା କରାଯାଉଛି। ସେଥିପାଇଁ ଭାରତ 1992ରେ ରିଓ ଡି ଜାନେରିଓ ବିଶ୍ୱ ବୈଠକରେ ଯୋଗଦେଇ ପ୍ରାକୃତିକ ସମ୍ବଳ ଓ ପ୍ରାକୃତିକ ପରିବେଶର ସଂରକ୍ଷଣ ନିମିତ୍ତ ଅଧିକ ଧ୍ୟାନ ଦେଇଛି। ଇତ୍ୟାଦି। ଉତ୍ପତ୍ତି ଅନୁସାରେ ଜୈବ ସମ୍ବଳ। ଏହା ଜୈବ ମଣ୍ଡଳର ଅନ୍ତର୍ଗତ ସଜୀବ ବସ୍ତୁ। ଯଥା ମନୁଷ୍ୟ, ପ୍ରାଣୀ, ଉଦ୍ଭିଦ, ଅଣୁଜୀବ, ପଶୁ ପକ୍ଷୀ, ମାଛ ଇତ୍ୟାଦି। ଅଜୈବ ସମ୍ବଳ। ଏଗୁଡ଼ିକ ଅଜୈବ ବା ନିର୍ଜୀବ ବସ୍ତୁ। ଯଥା ଭୂମି, ଶିଳା, ଜଳ, ମୂର୍ତ୍ତିକା, ଖଣିଜ ପଦାର୍ଥ ଇତ୍ୟାଦି। ବ୍ୟବହାର ଓ ସୁଲଭତା ଅନୁସାରେ ଅସରନ୍ତି ବା ଅକ୍ଷୟ ସମ୍ବଳ। ଯେଉଁ ସମ୍ବଳ ମନୁଷ୍ୟର ବାରମ୍ବାର ବ୍ୟବହାର ସତ୍ତ୍ୱେ ନିଃଶେଷ ହୁଏ ନାହିଁ, ସେଗୁଡ଼ିକୁ ଅସରନ୍ତି ବା ଅକ୍ଷୟ ସମ୍ବଳ କୁହାଯାଏ। ଯଥା ସୌରଶକ୍ତି, ବାୟୁ ଇତ୍ୟାଦି। ସରନ୍ତି ବା ସୀମିତ ବା କ୍ଷୟଶୀଳ ସମ୍ବଳ। ମନୁଷ୍ୟର ବ୍ୟବହାର ଦ୍ୱାରା ଯେଉଁ ସମ୍ବଳ କ୍ରମଶଃ ହ୍ରାସ ପାଇଥାଏ କିମ୍ବା ଶେଷ ହୋଇଯିବାର ଆଶଙ୍କା ଥାଏ, ତାକୁ ସରନ୍ତି ବା ସୀମିତ ବା କ୍ଷୟଶୀଳ ସମ୍ବଳ କୁହାଯାଏ। ଯଥା ପେଟ୍ରୋଲିୟମ, କୋଇଲା, ବିଭିନ୍ନ ଖଣିଜ ପଦାର୍ଥ ଇତ୍ୟାଦି।
परिमाण अनुसारे अपूरणीय संबल ଯେଉଁ ସମ୍ବଳ ମନୁଷ୍ୟର ବ୍ୟବହାର ଦ୍ୱାରା ସମ୍ପୂର୍ଣ୍ଣ ଶେଷ ହୋଇଯାଏ ଏବଂ ପୁନଃ ସୃଷ୍ଟି କରାଯାଇପାରେ ନାହିଁ ତାକୁ ଅପୂରଣୀୟ ସମ୍ବଳ କୁହାଯାଏ। ଯଥା ଖଣିଜ ପଦାର୍ଥ, ଖଣିଜ ତୈଳ, କୋଇଲା ଇତ୍ୟାଦି।